ନମସ୍କାର ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା କଟ ଲାଗିପାରେ କିନ୍ତୁ ନିରାଟ ସତ୍ୟ କଥା। ସାଙ୍ଗମାନେ, ଖରାପ ଭାବିବେ ନାହିଁ। ଏହି କଥା ଶୁଣିବା ପାଇଁ ଟିକେ ଖରାପ ଏବଂ ନିହାତି ଭାବରେ ପିତା ଲାଗିବ, କିନ୍ତୁ ଆଜିର କଳିଯୁଗରେ ଏହି କଥା ହିଁ ସତ୍ୟ କଥା। ଦୟାକରି ଆପଣ ଏକା ବସିକି ଧ୍ୟାନର ସହିତ ଭିଡ଼ିଓଟିକୁ ଦେଖନ୍ତୁ। ଛୋଟ ଛୁଆମାନେ ଦୂରେଇ ରୁହନ୍ତୁ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ଜଣେ ମହିଳା ସେହି ପୁରୁଷକୁ ଅଧିକ ମନେ ପକାଇଥାନ୍ତି ଯିଏ ତାଙ୍କର ପ୍ରତ୍ୟେକ ଇଚ୍ଛାକୁ ପୂରଣ କରିଛନ୍ତି ଏବଂ ନିଜ ଅପେକ୍ଷା ତାଙ୍କ ପ୍ରତି ଅଧିକ ଯତ୍ନବାନ ହୋଇଛନ୍ତି। ଜଣେ ମହିଳା ଯିଏ ଅନ୍ୟ କୌଣସି ପୁରୁଷ ସହିତ କେବେ ବି ଶାରୀରିକ ସମ୍ପର୍କ ରଖନ୍ତି ନାହିଁ, ତାର ଚିହ୍ନ ହେଉଛି ଯେ ଜଣେ ଅପରିଚିତ ବ୍ୟକ୍ତିଙ୍କ ନିର୍ଭୁତତାକୁ ହସିବା ପରିବର୍ତ୍ତେ ସେ ସର୍ବଦା ତୀକ୍ଷ୍ଣ ଉତ୍ତର ଦିଅନ୍ତି। ଯଦି ଗୋଟେ ଝିଅ ରାଜି ନ ହୁଏ, ତେବେ ଗୋଟେ ପୁଅ ତା ସହିତ କଥାବାର୍ତ୍ତା ମଧ୍ୟ କରିପାରିବ ନାହିଁ। ପୋଷାକ ଖୋଲିବା ବହୁତ ଦୂରର କଥା। ସେଥିଲାଗି କିଛି ଭୁଲ କାର୍ଯ୍ୟରେ ଉଭୟଙ୍କର ହିଁ ଦୋଷ ଥାଏ। ଯେତେବେଳେ କୌଣସି ଲୋକକୁ ଦେବା ପାଇଁ କିଛି ନଥାଏ, ତେବେ ଆପଣ ତାଙ୍କୁ ଭଲ ପାଇବା ଏବଂ ସମ୍ମାନ ଦିଅନ୍ତୁ। ଏହା ହେଉଛି ସବୁଠୁ ବଡ଼ ଧନ ଅଟେ। ଏହା ଜରୁରୀ ନୁହେଁ ଯେ ପୁରୁଷର ମନୋଭାବ ସର୍ବଦା ଖରାପ। ବେଳେବେଳେ ଜଣେ ମହିଳାଙ୍କ କାର୍ଯ୍ୟ ମଧ୍ୟ ଖରାପ ହୋଇଥାଏ। ସବୁବେଳେ ପୁରୁଷ ଖରାପ ହୋଇନଥାନ୍ତି କି ସବୁ ପୁରୁଷ ବି ଖରାପ ନୁହନ୍ତି। ଯଦି କୌଣସି ପୁରୁଷ ଆବଶ୍ୟକତା ଠାରୁ ଅଧିକ ସୁନ୍ଦରୀ ପତ୍ନୀ ପାଆନ୍ତି, ତେବେ ତାଙ୍କୁ ଚାକିରି କରିବା ସହିତ ୱାଚମ୍ୟାନ୍ ଭଳି କାମ ମଧ୍ୟ କରିବାକୁ ପଡ଼ିବ। ଯିଏ କର୍ମକୁ ବୁଝିଛନ୍ତି ତାଙ୍କୁ ଧର୍ମକୁ ବୁଝିବା ଆବଶ୍ୟକତା ନାହିଁ। ପାପ ଶରୀର କରିନଥାଏ, ବିଚାର କରିଥାଏ, ଏବଂ ଗଙ୍ଗା ଶରୀରକୁ ଧୋଇଥାଏ, ବିଚାରକୁ ନୁହଁ। କ୍ରୋଧରେ ସେଇ ନମ୍ବରକୁ ଡିଲିଟ୍ କରିବା ଦରକାର ଯେଉଁ ନମ୍ବର ମନେ ଥିବ, ନାହିଁ ତ ପରବର୍ତ୍ତୀ ଅବସ୍ଥାରେ ବହୁତ ଅସୁବିଧା ହୋଇଥାଏ। ସେଥିଲାଗି ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଆପଣ ଜଣେ ପୁରୁଷକୁ ଯେତେ ଭଲ ପାଆନ୍ତି ନା କାହିଁକି, ସେ ଥରେ ସନ୍ତୁଷ୍ଟ ହୋଇସାରିଲା ପରେ ଆପଣଙ୍କୁ ଭୁଲ ଅଭିଯୋଗ କରିବା ପରେ ଆପଣଙ୍କୁ ଛାଡ଼ି ହିଁ ଦେବ। ସବୁ ପୁରୁଷ ନୁହଁ, କିଛି ପୁରୁଷ ଏଇଭଳି ହିଁ ଅଛନ୍ତି। ସମ୍ପର୍କରେ ବଢ଼ୁଥିବା ଘୃଣାର ଗୋଟିଏ କାରଣ ହେଉଛି ଆଜିକାଲି ଲୋକମାନେ ଅପରିଚିତ ଲୋକଙ୍କୁ ନିଜର ଭାବରେ ଗ୍ରହଣ କରିବାରେ ଲାଗିଛନ୍ତି ଏବଂ ନିଜର ଲୋକଙ୍କୁ ହିଁ ଅବହେଳା କରିବାରେ ବ୍ୟସ୍ତ ଅଛନ୍ତି। ସେଥିଲାଗି ପ୍ରାୟତଃ ସମ୍ପର୍କ ଏଇଥିପାଇଁ ହିଁ ଭାଙ୍ଗୁଛି। କିଛି ଲୋକ ନିଜ ଶରୀର ଢାଙ୍କିବା ପାଇଁ ପୋଷାକ ମଧ୍ୟ ପାଆନ୍ତି ନାହିଁ। ଆଉ କେତେକଙ୍କର ଝରକା ଉପରେ ଭେଲଭେଟ୍ର ପରଦା ପଡ଼ିଥାଏ। ପ୍ରେମରେ ଜଣେ ମହିଳାଙ୍କ ଉପରେ କେହି ଜିତିପାରିବେ ନାହିଁ ଏବଂ ଘୃଣା ଭାବରେ ବି ଜଣେ ମହିଳାଙ୍କୁ କେହି ପରାସ୍ତ କରିପାରିବେ ନାହିଁ। ଏହା ହେଉଛି ପ୍ରକୃତ ସତ୍ୟ କଥା। ଗୋଟେ ମହିଳା ଯେତିକି ବି ଭଲ ପାଇପାରେ, ଗୋଟେ ମହିଳା ବି ସେତିକି ଘୃଣା ମଧ୍ୟ କରିପାରେ। ସାହସୀ ହେଉଛନ୍ତି ସେହି ମହିଳା ଯିଏ ପୁରୁଷକୁ ଜନ୍ମ ଦିଅନ୍ତି, କିନ୍ତୁ ବେଳେବେଳେ ନିଜ ପ୍ରେମକୁ ପୂରଣ କରିବା ପାଇଁ ଏବଂ ବେଳେବେଳେ ସମ୍ପର୍କକୁ ବଞ୍ଚିବା ପାଇଁ ମୁଣ୍ଡ ନୁଆଇଥାନ୍ତି। ପ୍ରେମୀମାନେ ଯେଉଁମାନେ ବିଛଣାରେ ପାଦ ଚୁମ୍ବନ କରନ୍ତି, ସେମାନେ ସମସ୍ତଙ୍କ ସାମ୍ନାରେ ହାତ ଧରିବାକୁ ମଧ୍ୟ ଲାଜ କରନ୍ତି। ସାଙ୍ଗମାନେ, ଭିଡ଼ିଓଟି ଯଦି ଭଲ ଲାଗୁଥାଏ ତେବେ ଗୋଟିଏ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ ଏବଂ ଆପଣ କେଉଁଠୁ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ବକ୍ସରେ ନିଶ୍ଚୟ ଭାବରେ ଲେଖିବେ, ଯାହାଦ୍ୱାରା କି ମୁଁ ଜାଣିପାରିବି କି ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି। ହସିବା ଦ୍ୱାରା ସୁନ୍ଦରତା 100 ଗୁଣ ବଢ଼ିଯାଇଥାଏ। ତଥାପି କିଛି ଲୋକ ପୁରା ବେକାର ଭଳି ଚେହେରା ତିଆରି କରିବାକୁ ପଛନ୍ତି ନାହିଁ। ସତରେ ସାଙ୍ଗମାନେ, ଟିକେ ହସନ୍ତୁ ନା, ଦେଖିବେ ଜୀବନ କେତେ ସୁନ୍ଦର ହେଇଯିବ। ଭଗବାନ ଶିବ ମାତା ପାର୍ବତୀଙ୍କୁ କି ସୁନ୍ଦର କଥା କହିଥିଲେ। ଯିଏ ମନକୁ ବୁଝିପାରନ୍ତି ସେ ପୂଜନୀୟ। ସେ ମାତା ହୁଅନ୍ତୁ, ପ୍ରେମିକ ହୁଅନ୍ତୁ, ସ୍ୱାମୀ ହୁଅନ୍ତୁ କିମ୍ବା ଭଗବାନ ହୁଅନ୍ତୁ, ଯିଏ ମନକୁ ବୁଝିପାରେ ନା, ସେ ସର୍ବଦା ପୂଜନୀୟ। କିଛି ସମ୍ପର୍କ ଭଡ଼ା ଘର ପରି ହୋଇଥାଏ। ଆପଣ ଯେତେ ଦଣ୍ଡ ଦିଅନ୍ତୁ ନା କାହିଁକି, ସେଗୁଡ଼ିକ ଆପଣଙ୍କର କେବେ ହୁଏ ନାହିଁ। ଫଟୋଗ୍ରାଫର କହିଥାଏ, ସ୍ମାଇଲ୍ ପ୍ଲିଜ୍। ଜାଣିଛନ୍ତି କ'ଣ ପାଇଁ? କାରଣ ଫଟୋ ସୁନ୍ଦର ଆସିବା ପାଇଁ ଯଦି 2 ସେକେଣ୍ଡରେ ହସିଦେଲେ ଫଟୋ ସୁନ୍ଦର ଆସିଥାଏ, ତେବେ ସର୍ବଦା ହସିବାକୁ ଅଭ୍ୟାସରେ ପକାଇଲେ କ'ଣ ଜୀବନ ସୁନ୍ଦର ହୋଇପାରିବ ନାହିଁ? ସେଥିଲାଗି ସର୍ବଦା ହସ ଖୁସିରେ ରୁହନ୍ତୁ। ମୁହଁରେ ସର୍ବଦା ଟିକେ ସ୍ମିତ ହାସ୍ୟ ରଖନ୍ତୁ। ଦେଖିବେ ଆପଣଙ୍କ ଜୀବନ ଅତି ସୁନ୍ଦର ହୋଇଯିବ। ଯେ ପର୍ଯ୍ୟନ୍ତ ଆମେ ତାଙ୍କଠାରୁ ପ୍ରେମ ପାଇଁ ଭରସା ରଖିଥାଉ, ସେ ପର୍ଯ୍ୟନ୍ତ ଆମେ ଜଣେ ବ୍ୟକ୍ତିଙ୍କ ସହିତ ଯୁଦ୍ଧ କରିଥାଉ।
ଯେଉଁଦିନ ଆଶା ସରିଯିବ ସେଦିନ ବି ଝଗଡ଼ା ମଧ୍ୟ ବନ୍ଦ ହୋଇଯିବ। ଆଜିକାଲି କେବଳ ଆଙ୍ଗୁଠି ଗୁଡ଼ିକ ସମ୍ପର୍କ ବଜାୟ ରଖନ୍ତି। ଆଜିକାଲି କେବଳ ଆଙ୍ଗୁଠି ଗୁଡ଼ାକ ସମ୍ପର୍କ ବଜାୟ ରଖନ୍ତି। ଜିଭ ମଧ୍ୟରେ ସମ୍ପର୍କ ବଜାୟ ରଖିବାର ସମୟ କେଉଁଠାରେ ଅଛି? ସମସ୍ତେ ଯୋଗାଯୋଗରେ ବ୍ୟସ୍ତ ଅଛନ୍ତି, କିନ୍ତୁ କେହି ସମ୍ପର୍କରେ ନାହାନ୍ତି। ଆଜିକାଲି ଏଇଭଳିଆ ସବୁ ସମ୍ପର୍କ ହୋଇଗଲାଣି। ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚିବା ପାଇଁ ଦିନକୁ 4ଟି ରୁଟି ଭୋଜନ ପାଇଁ ଏବଂ 2ଟି ପୋଷାକ ଯଥେଷ୍ଟ ହୋଇଥାଏ। ଶାନ୍ତିପୂର୍ଣ୍ଣ ବଞ୍ଚିବା ପାଇଁ ଦିନକୁ 4ଟି ରୁଟି ଭୋଜନ ପାଇଁ ଏବଂ 2ଟି ପୋଷାକ ଯଥେଷ୍ଟ ହୋଇଥାଏ। କିନ୍ତୁ ଅସ୍ଥିରତା ବିନା ବଞ୍ଚିବା ପାଇଁ ଯଥେଷ୍ଟ 4ଟି ମୋଟର, 2ଟି ବଙ୍ଗଲା ଏବଂ 3ଟି ପ୍ଲଟ୍ ମଧ୍ୟ ଥିଲେ କମ୍ ହୋଇଥାଏ। ପ୍ରାୟତଃ ଏକା ରହିଯାଇଥାନ୍ତି ସେହି ଝିଅମାନେ ଯେଉଁମାନେ ଏହି କଳିଯୁଗରେ ସତ୍ୟ ଯୁଗରେ ପ୍ରେମ କରିଥାନ୍ତି। ପ୍ରେମ ନାଁରେ ଟାଇମ୍ ପାସ୍ କରୁଥିବା ଝିଅମାନେ ଆଜିକାଲି ବହୁତ ଖୁସିରେ ରହୁଛନ୍ତି। ଆଉ ଯେଉଁମାନେ ସତରେ ପୁଅ ହୁଅନ୍ତୁ କିମ୍ବା ଝିଅ, ଯେଉଁମାନେ ସତରେ ଭଲ ପାଉଛନ୍ତି ପ୍ରାୟତଃ ସେଇମାନେ ଏକା ହେଇଯାଉଛନ୍ତି, ସେଇମାନେ ଧୋକା ଖାଇଯାଉଛନ୍ତି। ଯେତେବେଳେ ଆପଣ କାହାର ଅନୁପସ୍ଥିତିକୁ ଅନୁଭବ କରିବା ଆରମ୍ଭ କରିବେ ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଜୀବନରେ ତାଙ୍କର ଉପସ୍ଥିତି ବହୁତ ଗଭୀର ହୋଇଯାଇଛି। ଜାଣିପାରିବେ ଯେ କି ଆପଣଙ୍କ ଜୀବନରେ ତାଙ୍କ ଜୀବନର ଗୋଟେ ଉପସ୍ଥିତିଟା ପୁରା ଗଭୀର ହୋଇଯାଇଛି। ଗୋଟେ କଥା କହିବି, କଥା ହେବା ପାଇଁ ସମୟ କି ମୁଡ୍ର ଆବଶ୍ୟକତା ନାହିଁ, ବାସ୍ ଇଚ୍ଛାଶକ୍ତି ଥିବା ଆବଶ୍ୟକ। ଆମେ ଭାଗ୍ୟବଶତଃ ଲୋକଙ୍କୁ ଭେଟିଥାଉ ଯେଉଁମାନେ ହୃଦୟ ସହିତ ସମ୍ପର୍କ ମଧ୍ୟ ବଜାୟ ରଖନ୍ତି। ନଚେତ୍ ଲୋକମାନେ ଜୀବନସାଥୀ ଖୋଜିବା ପରେ ବି ମଧ୍ୟ ଏକୁଟିଆ ରୁହନ୍ତି। ସତରେ ସାଙ୍ଗମାନେ ଆମେ ଭାଗ୍ୟବଶତଃ ଲୋକଙ୍କୁ ଭେଟିଥାଉ ଯେଉଁମାନେ ହୃଦୟ ସହିତ ସମ୍ପର୍କ ବଜାୟ ରଖନ୍ତି। ନଚେତ୍ ଲୋକମାନେ ଜୀବନସାଥୀ ଖୋଜିବା ପରେ ମଧ୍ୟ ଏକୁଟିଆ ରହିଯାଆନ୍ତି। ଯେଉଁମାନେ ହୃଦୟକୁ ସ୍ପର୍ଶ କରନ୍ତି ସେହି ଲୋକମାନେ ଆମର ଅଟନ୍ତି। ସେମାନେ ଯେଉଁମାନେ ଆମ ହୃଦୟକୁ ଛୁଇଁ ଯାଆନ୍ତି ନା, ସେଇମାନେ ହିଁ ଆମ ନିଜ ଲୋକ। ପ୍ରେମ ହେଉଛି ଆମର ଦୃଶ୍ୟର ମସଲା, ସେଥିରେ କୌଣସି ପୂର୍ବରୁ ପ୍ରସ୍ତୁତି ନାହିଁ। ସାର୍, ଏହା ହେଉଛି ଶରୀରର ଭୋକ। ଯେତେବେଳେ ଏହା ଆସେ ତାହା ଶୋଇବା କିମ୍ବା ଶାନ୍ତି ସବୁ ଉଡ଼େଇ ନେଇଯାଇଥାଏ। ଏହା ହେଉଛି ପ୍ରକୃତ ଆଉ ବାସ୍ତବିକ ସତ୍ୟ କଥା। ଯଦି ଜଣେ ସ୍ତ୍ରୀ ଲୋଭୀ, ସେ ନିଜ ପ୍ରିୟ ମଣିଷକୁ ମଧ୍ୟ ବିକ୍ରି କରିଦେଇଥାନ୍ତି। ଗୋଟେ ସ୍ତ୍ରୀ ଯଦି ଲୋଭୀ ନା, ସେ ନିଜ ପ୍ରିୟ ମଣିଷକୁ ବି ବିକ୍ରି କରିଦେଇଥାନ୍ତି। ଲୋଭୀ ଲୋକଙ୍କର କିଛି ବି ନଥାଏ। ଯେଉଁ ଯାଏ ନିଜ ଉପରେ ବିତି ନଥାଏ ଲୋକଙ୍କୁ ସେ ଯାଏ ଅନ୍ୟର ଯନ୍ତ୍ରଣା ଅନୁଭବ ହୋଇନଥାଏ। ସେଥିଲାଗି କୁହାଯାଏ କି ଜଣେ ଗୋଟେ ଦୁଃଖୀ କି ଆଉ ଜଣେ ଦୁଃଖୀର କଥା ଜାଣିପାରିବ। ସେଥିଲାଗି ଯେଉଁ ଯାଏ ନିଜ ଉପରେ ନ ବିତେ କୌଣସି କଥା ନା, ସେ ଯାଏ କିଏ ଜାଣିପାରନ୍ତି ନାହିଁ ପ୍ରକୃତ ଯନ୍ତ୍ରଣା କ'ଣ। ପ୍ରକୃତ ସମର୍ଥକଙ୍କ କେବଳ ଗୋଟିଏ ସଂକେତ ଅଛି ଯାହା ସେମାନେ ଉଲ୍ଲେଖ କରନ୍ତି ନାହିଁ। ସେମାନେ ସର୍ବଦା ଯତ୍ନ ନିଅନ୍ତି ଏବଂ କେବଳ ଯେଉଁମାନେ ହୃଦୟକୁ ସ୍ପର୍ଶ କରନ୍ତି ସେମାନେ ନିଜର ଅଟନ୍ତି। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍, କମେଣ୍ଟ, ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହିଲି ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ। ପୁଣି ଗୋଟେ ଦେଖାହେବା ନୂଆ ଭିଡ଼ିଓରେ। ସେଥି ପର୍ଯ୍ୟନ୍ତ ଜୟ ଶ୍ରୀ ଜଗନ୍ନାଥ।